ନମସ୍କାର। ଗଣିତରେ ବେଳେବେଳେ ସଂଖ୍ୟା ସହିତ ଅକ୍ଷର ମିଶି ରହିଥାଏ, ଯାହା ଦେଖିବାକୁ ଟିକେ ଜଟିଳ ଲାଗେ। ତ ଚାଲନ୍ତୁ ଆଜି ସେହି ବୀଜଗାଣିତିକ ପରିପ୍ରକାଶର ଭିତର କଥାକୁ ବୁଝିବା ଏବଂ ଏହାର ମୂଳଦ୍ୱାରକୁ ଭଲ ଭାବରେ ଜାଣିବା। ବୀଜଗଣିତରେ ଏହି ଅକ୍ଷର ଆଉ ସଂଖ୍ୟାର ମିଶ୍ରଣ ଦେଖିବାକୁ ଟିକେ ଡର ଲାଗିପାରେ, ହେଲେ ସତ କହିବାକୁ ଗଲେ ଏଗୁଡ଼ିକ ପଛରେ ବହୁତ ସରଳ ଆଉ ସିଧାସଳଖ ନିୟମ ଥାଏ। ତାହେଲେ ଆଜି ଆମର ଯାତ୍ରା କେମିତି ରହିବ? ଆମେ ଆରମ୍ଭ କରିବା ବୀଜଗଣିତର ପରିଚୟରୁ, ତାପରେ ମନୋମିଆଲ ଆଉ ପଲିନୋମିଆଲ କ'ଣ ଦେଖିବା, ଆଉ ତାପରେ ସେଗୁଡ଼ିକର ଯୋଗ, ବିୟୋଗ, ଗୁଣନ କେମିତି ହୁଏ, କିଛି ମଜାଦାର ଉପପାଦ୍ୟ, ଆଉ ଶେଷରେ ଉତ୍ପାଦକୀକରଣ ବିଷୟରେ ଜାଣିବା। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭ କରିବା। ଏହି ନୂଆ ଭାଷାର ସବୁଠୁ ଛୋଟ ମୂଳ ଜିନିଷଗୁଡ଼ିକୁ ପ୍ରଥମେ ବୁଝିନେବା। ଆଉ ସବୁକିଛି ଆରମ୍ଭ ହୁଏ ଗୋଟିଏ ବହୁତ ସରଳ ଏକକରୁ, ଯାହାକୁ ଆମେ କହୁ ମନୋମିଆଲ। ଯଦି ଆମେ ଏହାକୁ ଠିକ୍ ଭାବେ କହିବା, ଗୋଟେ ମନୋମିଆଲ ହେଉଛି ଏମିତି ଏକ ପରିପ୍ରକାଶ ଯେଉଁଥିରେ ଗୋଟିଏ ସହଗ, ଗୋଟିଏ ଅଜ୍ଞାତ ରାଶି ଆଉ ଗୋଟିଏ ଅଣଋଣାତ୍ମକ ପୂର୍ଣ୍ଣ ସଂଖ୍ୟା ଘାତାଙ୍କ ଥାଏ। ବାସ୍ ଏତିକି। ଚାଲନ୍ତୁ ଗୋଟେ ଉଦାହରଣ ନେବା, ଯେମିତିକି 3x²। ଏଠି ଦେଖନ୍ତୁ 3 ହେଉଛି ସହଗ, x ହେଲା ଅଜ୍ଞାତ ରାଶି, ଆଉ ଉପରେ ଯେଉଁ 2 ଅଛି ସେଇଟା ହେଉଛି ଘାତ ବା ଘାତାଙ୍କ। ଠିକ୍ ଅଛି, ଏବେ ଆଗକୁ ବଢ଼ିବା। ଯେତେବେଳେ ଆମେ ଏହି ଛୋଟ ଛୋଟ ମନୋମିଆଲଗୁଡ଼ିକୁ ଏକାଠି କରୁ, ସେତେବେଳେ ତିଆରି ହୁଏ ପଲିନୋମିଆଲ୍ସ। ତ ପଲିନୋମିଆଲ ଆଉ କିଛି ନୁହେଁ, ବସ୍ କିଛି ମନୋମିଆଲ୍ସର ଏକ ଶୃଙ୍ଖଳା। ଏମିତିକି ଗୋଟିଏ ମନୋମିଆଲକୁ ବି ଆମେ ପଲିନୋମିଆଲ କହିପାରିବା। ଆଉ ଜାଣିଛନ୍ତି, ଏହି ସରଳ ସଂରଚନା ବ୍ୟବହାର କରି ଗୋଟେ ଫିଙ୍ଗା ଯାଇଥିବା ବଲ୍ର ଗତିପଥଠୁ ଆରମ୍ଭ କରି ଦେଶର ଅର୍ଥନୀତି ପର୍ଯ୍ୟନ୍ତ ସବୁକିଛିକୁ ବୁଝାଯାଇପାରେ। ଆଉ ଗୋଟେ ମଜା କଥା ହେଲା, ଏହି ପଲିନୋମିଆଲଗୁଡ଼ିକର ନାଁ ତାଙ୍କ ପଦ ସଂଖ୍ୟା ଉପରେ ନିର୍ଭର କରେ। ଯେମିତି ଗୋଟିଏ ପଦ ଥିଲେ ଆମେ କହୁ ମନୋମିଆଲ ବା ଏକପଦୀ, ଦୁଇଟା ପଦ ଥିଲେ ବାଇନୋମିଆଲ ବା ଦ୍ୱିପଦୀ, ଆଉ ସେମିତି ତିନୋଟି ପଦ ଥିଲେ ଟ୍ରାଇନୋମିଆଲ ବା ତ୍ରିପଦୀ। ଖାଲି ସେତିକି ନୁହେଁ, ଆମେ ଏଗୁଡ଼ିକୁ ତାଙ୍କର ସବୁଠୁ ବଡ଼ ଘାତାଙ୍କ ଅନୁସାରେ ବି ବର୍ଗୀକରଣ କରୁ, ଯାହାକୁ ପଲିନୋମିଆଲର ଘାତ କୁହାଯାଏ। ଯଦି ଘାତ 0 ତେବେ ତାହା ଧ୍ରୁବ, ଘାତ 1 ହେଲେ ରୈଖିକ, 2 ହେଲେ ଦ୍ୱିଘାତୀ ଆଉ 3 ହେଲେ ତ୍ରିଘାତୀ। ସରଳ ନୁହେଁ କି? ଆଚ୍ଛା, ପଲିନୋମିଆଲ କ'ଣ, ତାର ନାଁ କେମିତି ଦିଆଯାଏ, ସେସବୁ ତ ଜାଣିଗଲେ। ଏବେ ଚାଲନ୍ତୁ ଦେଖିବା ଏଗୁଡ଼ିକୁ ନେଇ କାମ କେମିତି କରାଯାଏ, ମାନେ ଯୋଗ, ବିୟୋଗ ଆଉ ଗୁଣନ କେମିତି ହୁଏ। ଦେଖନ୍ତୁ, ଯୋଗ ଆଉ ବିୟୋଗ ପାଇଁ ସବୁଠୁ ଜରୁରୀ ଜିନିଷ ହେଲା ସଜାଡ଼ିବା। ପ୍ରଥମେ ସବୁ ପଦକୁ ତାଙ୍କ ଘାତାଙ୍କ ହିସାବରେ ଓହ୍ଲାଇବା କ୍ରମରେ ସଜାଇ ଦିଅନ୍ତୁ। ତାପରେ ଯେଉଁ ପଦଗୁଡ଼ିକ ଏକାଭଳି ଦେଖୁଛି, ମାନେ ସଦୃଶ୍ୟ ପଦ, ସେଗୁଡ଼ିକୁ ଏକାଠି କରିଦିଅନ୍ତୁ। ବସ୍, କାମ ସରିଗଲା। ହେଲେ ଗୁଣନ ଟିକେ ଅଲଗା। ଏଥିପାଇଁ ଆମକୁ ବଣ୍ଟନ ନିୟମ ବ୍ୟବହାର କରିବାକୁ ପଡ଼େ। ଏହାର ଅର୍ଥ ହେଲା, ପ୍ରଥମ ପଲିନୋମିଆଲର ପ୍ରତିଟି ପଦକୁ ଦ୍ୱିତୀୟ ପଲିନୋମିଆଲର ପ୍ରତିଟି ପଦ ସହିତ ଗୁଣିବାକୁ ପଡ଼ିବ, କେହି ଯେମିତି ବାଦ ନ ପଡ଼ନ୍ତି। ଆଉ ହଁ, ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବେ। ଯେତେବେଳେ ଆମେ ଦୁଇଟା ପଲିନୋମିଆଲକୁ ଗୁଣୁ, ଉତ୍ତରରେ ଯେଉଁ ପଲିନୋମିଆଲ ମିଳେ ତାର ଘାତ ହେଉଛି ସେହି ଦୁଇଟି ପଲିନୋମିଆଲର ଘାତର ଯୋଗଫଳ। ଏହା ବହୁତ କାମରେ ଆସେ। ଠିକ୍ ଅଛି, ଏବେ ଚାଲନ୍ତୁ ଆହୁରି ଟିକେ ଭିତରକୁ ଯିବା। ପଲିନୋମିଆଲ ଭିତରେ ଲୁଚି ରହିଥିବା କିଛି ଶକ୍ତିଶାଳୀ ଗୁଣ ଆଉ ସର୍ଟକଟ୍ ବିଷୟରେ ଜାଣିବା। ପ୍ରଥମେ ଆସୁଛି ଜିରୋର ଧାରଣା। ଏକ ଜିରୋ ହେଉଛି ଏକ୍ସର ଏମିତି ଏକ ଖାସ୍ ମୂଲ୍ୟ ଯାହାକୁ ପଲିନୋମିଆଲରେ ପକାଇଦେଲେ ପୂରା ପରିପ୍ରକାଶର ମୂଲ୍ୟ 0 ହୋଇଯାଏ। ସିଧା କଥାରେ ପି ଅଫ୍ ଏକ୍ସକୁ 0 କରିଦେଉଥିବା ମାନ ହିଁ ତାର ଜିରୋ। ଆଉ ଏହି ଜିରୋର ଧାରଣା ଆମକୁ ଗୋଟେ ବଢ଼ିଆ ସର୍ଟକଟ୍ ଦିଏ, ଯାହାର ନାଁ ହେଉଛି ଭାଗଶେଷ ଉପପାଦ୍ୟ। ବଡ଼ ବଡ଼ ପଲିନୋମିଆଲକୁ ହରଣ କରିବା ବେଳେବେଳେ ବହୁତ ଲମ୍ବା ଆଉ କଷ୍ଟକର ହୋଇଯାଏ, କିନ୍ତୁ ଏହି ଉପପାଦ୍ୟ ସେହି କାମକୁ ଏତେ ସହଜ କରିଦିଏ ଯେ ଏହା ସତରେ ଗୋଟେ ଗେମ୍ ଚେଞ୍ଜର। ଏବେ ଦେଖନ୍ତୁ ଏହାର ଯାଦୁ। ଗୋଟେ ପଟେ ଅଛି ଲମ୍ବା ହରଣ ପ୍ରକ୍ରିୟା ଓ ଅନ୍ୟପଟେ ଆମ ଉପପାଦ୍ୟ। ଏତେ ବଡ଼ ହରଣ କରିବା ବଦଳରେ ଆମେ କେବଳ ଗୋଟେ ଛୋଟ ମୂଲ୍ୟ ବସେଇ ଦେଇ କେଇ ସେକେଣ୍ଡରେ ଭାଗଶେଷ ପାଇପାରୁଛେ। କେତେ ସମୟ ବଞ୍ଚିଗଲା ଦେଖିଲେ ତ? ଏବେ ଉତ୍ପାଦକ ଉପପାଦ୍ୟ ଏହି କଥାକୁ ଆହୁରି ଆଗକୁ ନେଇଯାଏ। ଟିକେ ଭାବନ୍ତୁ ତ, ଯଦି ଆମର ଭାଗଶେଷ 0 ହୋଇଗଲା, ତେବେ ତାର ଅର୍ଥ କ'ଣ? ଏହାର ଅର୍ଥ ହେଲା x-a ସେହି ପଲିନୋମିଆଲକୁ ପୂରାପୂରି ଭାଗ କରିଦେଉଛି। ମାନେ ଆମକୁ ପଲିନୋମିଆଲର ଗୋଟେ ମୂଳଖଣ୍ଡ ବା ଉତ୍ପାଦକ ମିଳିଗଲା। ବାଃ! ଆଉ ଏଇଠୁ ଆମେ ଆସି ପହଞ୍ଚିଲେ ଆମର ଶେଷ ବିଷୟରେ, ଯାହା ହେଉଛି ଉତ୍ପାଦିକୀକରଣ। ଏହା ହେଉଛି ଜଟିଳ ପରିପ୍ରକାଶକୁ ତାର ମୂଳ ଖଣ୍ଡଗୁଡ଼ିକରେ ଭାଙ୍ଗିବାର ଏକ କଳା। ଜାଣିଛନ୍ତି, ଉତ୍ପାଦିକୀକରଣ କରିବା ଗୋଟେ ପଜଲ ସମାଧାନ କଲା ଭଳି।
ଆମକୁ କେବଳ ଠିକ୍ ନମୁନାଟିକୁ ଚିହ୍ନିବାକୁ ପଡ଼ିବ ଆଉ ଏହି ଯେଉଁ ବୀଜଗାଣିତିକ ଅଭେଦଗୁଡ଼ିକ ଦେଖୁଛନ୍ତି ଏଗୁଡ଼ିକ ହେଉଛି ସେହି ପଜଲ୍ ସମାଧାନ କରିବାର ଚାବିକାଠି। ଏହା ଆମର ଟୁଲ୍ ବକ୍ସ। ଯେମିତି ଏହି ଉଦାହରଣକୁ ଦେଖନ୍ତୁ x² - 5x + 6। ଏମିତି ଦେଖିଲେ ଲାଗିବ ଏହାକୁ କେମିତି ଭାଙ୍ଗିବା, କିନ୍ତୁ ଯଦି ଆମେ ଆମ ଟୁଲ୍ ବକ୍ସରୁ x + a x + b ଅଭେଦକୁ ମନେ ପକାଇବା ତେବେ ଆମେ ସଙ୍ଗେ ସଙ୍ଗେ ଜାଣିପାରିବା ଯେ ଏହାର ଦୁଇଟି ସରଳ ଉତ୍ପାଦକ ହେଉଛି x - 2 ଆଉ x - 3। କେତେ ସହଜରେ ହୋଇଗଲା। ତ ଆମେ ଆଜି କ'ଣ ଦେଖିଲେ? ଆମେ ମୋନୋମିଆଲ ଭଳି ଗୋଟେ ସରଳ ପରମାଣୁରୁ ଯାତ୍ରା ଆରମ୍ଭ କରି ପଲିନୋମିଆଲ ଭଳି ଜଟିଳ ସଂରଚନା ପର୍ଯ୍ୟନ୍ତ ପହଞ୍ଚିଲେ। ଏଥିରୁ ଗୋଟେ ବଡ଼ କଥା ଶିଖିବାକୁ ମିଳିଲା ଯେ କେମିତି କିଛି ସରଳ ନିୟମକୁ ନେଇ ଗୋଟେ ଏତେ ଶକ୍ତିଶାଳୀ ଗାଣିତିକ ଭାଷା ତିଆରି ହୋଇପାରେ। ଆଉ ମନେ ରଖିବେ, ଏହି ମୂଳଦୁଆ କେବଳ ପରୀକ୍ଷା ପାସ୍ କରିବା ପାଇଁ ନୁହେଁ, ଏହା ଆମ ଚାରିପାଖର ଦୁନିଆକୁ ବିଜ୍ଞାନଠୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ସବୁକିଛିକୁ ବୁଝିବାରେ ସାହାଯ୍ୟ କରେ। ତେବେ ଭାବିବା କଥା, ଏହି ଜ୍ଞାନ ଆମ ପାଇଁ ଆଗକୁ ଆଉ କେଉଁ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେବ।